ଆଜି ମୋତେ ଖେଳ ପଡ଼ିଆକୁ କାହିଁକି ଯିବାକୁ ହେଲା, ଅଳ୍ପ ଆଗକୁ ଯାଆନ୍ତୁ ଜାଣିପାରିବେ। ସମସ୍ତଙ୍କୁ ଶୁଭ ସକାଳ। କର ଦର୍ଶନ କରୁ କରୁ ଆରମ୍ଭ ହୋଇଥିଲା ଆଜିର ଦିନ। ସବୁଦିନ ଭଳି ଆଜି ବି ରେଡ଼ି ହୋଇଥିଲି, କିନ୍ତୁ ଜିମ୍ ବନ୍ଦ ଥିବାରୁ ଚାଲିଲି ଖେଳ ପଡ଼ିଆ। ବିଭିନ୍ନ ଏକ୍ସରସାଇଜ୍ ମାଧ୍ୟମରେ ବଡିକୁ ୱାର୍ମ ଅପ୍ କରିଥିଲି। ଆପଣମାନଙ୍କୁ ମୋର ଅନୁରୋଧ, ପ୍ରତିଦିନ ସକାଳେ ଏଟଲିଷ୍ଟ 30 ମିନିଟ୍ ଏକ୍ସରସାଇଜ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ନିଜର ଶରୀରକୁ ସୁସ୍ଥ ଓ ନିରାମୟ ରଖିପାରିବେ। ୱାର୍ମ ଅପ୍ ପରେ ଆରମ୍ଭ ହୋଇଥିଲା ମୋର ରନିଂ। 2 କିଲୋମିଟର ରନିଂ ପରେ ରୁମ୍ରେ ପହଞ୍ଚି ଗ୍ରିଲ୍ଡ ଚିକେନ୍ ପ୍ରସ୍ତୁତିରେ ଲାଗି ପଡ଼ିଲି। ବ୍ରେକଫାଷ୍ଟ ସାରିବା ପରେ ଡ୍ରେସ୍ ସଫା କରିଥିଲି। ଇଏ ହେଉଛି ଆଜ୍ଞା ସେ 45 ମିନିଟ୍ର ଫଳ। ମାଛ ଆଣିବାକୁ ଯାଇ ପହଞ୍ଚେ ତ ମଉସା ମାଛ ଦେବେ କ'ଣ, ତାଙ୍କ ଭିଡ଼ିଓଗ୍ରାଫି ବିଷୟରେ କହିଲେ। ଲଞ୍ଚ ସାରିବା ପରେ ଟିକେ ଶୋଇଛି କି ନାହିଁ, ଡେଲିଭରି ମହାଶୟ ପାର୍ସଲ ନେଇ ପହଞ୍ଚିଗଲେ। ସନ୍ଧ୍ୟାବେଳେ ଲୁଗାକୁ ଦେଖି ଲାଗିଲା ଏସବୁକୁ କିଏ ରଖିବ। ପୁଣି ଭାବିଲି ମୁଁ ନୁହେଁ ତ ଆଉ କିଏ। ସବୁ ଲୁଗାକୁ ପ୍ରପରଲି ଆରେଞ୍ଜ କରିଥିଲି। ରାତିରେ ଆରମ୍ଭ ହୋଇଥିଲା ମୁଭି ଶୋ। ମୋର ପ୍ରିୟ ଫିଲ୍ମ ସୀତାରାମମ୍ ଦେଖୁ ଦେଖୁ କେତେବେଳେ ଯେ ମୋର ଡିନର ସ୍କିପ୍ ହୋଇଯାଇଛି ମୋତେ ବି ଜଣା ନାହିଁ। ଆଉ ଆପଣମାନଙ୍କର ପ୍ରିୟ ଫିଲ୍ମ ସବୁ କ'ଣ କ'ଣ କମେଣ୍ଟରେ ନିଶ୍ଚିତ ଜଣାଇବେ।